ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରରେ ଆଜି ବ୍ଲକ ସ୍ତରୀୟ ତିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। 500 ମିଟର ବିଶାଳ ତିରଙ୍ଗା ପତାକାକୁ ଧରି ଛାତ୍ରଛାତ୍ରୀ ଏବଂ ମହିଳାମାନେ ଧରି ସହର ପରିକ୍ରମା କରିଥିଲେ। ବ୍ଲକ ଛକଠାରୁ ଏହି ଶୋଭାଯାତ୍ରା ବାହାରି ମୁଖ୍ୟ ସଡ଼କ ଦେଇ ବୁଦ୍ଧ ଖୋଲ ଛକରୁ ଫେରି ଆସି ମଦନମୋହନ ଛକ, ପିପଲ୍ସ ହାଇସ୍କୁଲ ଛକ, ସେଠାରୁ ବିରଞ୍ଚି ନାରାୟଣ ମନ୍ଦିର ପର୍ଯ୍ୟନ୍ତ ପରିକ୍ରମା କରିଥିବା ବେଳେ ଏଥିରେ ପୋଲସରା ବିଧାୟକ ତଥା ରାଜ୍ୟ ମତ୍ସ୍ୟ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସାମିଲ ହୋଇଥିଲେ। ଶୋଭାଯାତ୍ରାରେ ମୁଖ୍ୟ ଆକର୍ଷଣ 500 ମିଟର ଲମ୍ବା ତିରଙ୍ଗା ପତାକା ହୋଇଥିବା ବେଳେ ଜାତୀୟ ପତାକା ତିରଙ୍ଗା ଆମ ସ୍ୱାଭିମାନ, ଗୌରବ, ବଳିଦାନର ପ୍ରତୀକ। ଆସନ୍ତୁ ଦେଶ ପ୍ରେମ ସଞ୍ଚିତ ଏହି ସଂକଳ୍ପ ନେଇ ଦେଶ ଓ ରାଜ୍ୟର ବିକାଶରେ ଯୋଗଦାନ ଦେଇ ହର ଘର ତିରଙ୍ଗା ଅଭିଯାନକୁ ଏକ ଐତିହାସିକ ସଫଳତା କରିବା ପାଇଁ ନିବେଦନ କରୁଥିଲା। ଏଥିରେ ଘୁମୁସର ଜିଲ୍ଲା ସଭାପତି ନୀଳମାଧବ ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ସୀମାଞ୍ଚଳ ସାହୁ, ତିରଙ୍ଗା ପଦଯାତ୍ରାର ଜିଲ୍ଲା ସଂଯୋଜକ ତଥା ଜିଲ୍ଲା ଯୁବମୋର୍ଚ୍ଚା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର, ସହ ସଂଯୋଜକ ସୁନୀଲ ପାଢ଼ୀ, ଶ୍ରୀ ବଳଦେବଜୀଉ ମହିଳା ମହାବିଦ୍ୟାଳୟ ଅଧ୍ୟାପକ ଓ ଅଧ୍ୟାପିକା, ସମସ୍ତ ଛାତ୍ରଛାତ୍ରୀ, ଏନ୍ଏସ୍ସିର କାଉନସିଲର ଓ କର୍ମଚାରୀ ବୃନ୍ଦ, ସ୍ୱଚ୍ଛ ସାଥୀ, ଅଙ୍ଗନୱାଡ଼ି, ସିଆର୍ପି, ଏମ୍ବିକେ, ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀର ମହିଳାମାନେ ସାମିଲ ହୋଇଥିଲେ। ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ।